ଶୀତରେ ଥରୁଛି ଶିମିଳିପାଳ। ଉପର ବାରହାକାମୁଡ଼ାଠାରେ ସର୍ବନିମ୍ନ ତାପମାତ୍ରା 0 ଡିଗ୍ରୀ ରହିଥିବା ବେଳେ ଚହଲାଠାରେ 3 ଡିଗ୍ରୀ, ନଅଣା 7 ଡିଗ୍ରୀ, ବରେହିପାଣି ଓ ଗୁରୁଗୁଡ଼ିଆଠାରେ 8 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ରବିବାରଠୁ ରାଜ୍ୟରେ ବଢ଼ିବ ଶୀତ। ଏମିତିକି ରାତି ସମୟରେ ତାପମାତ୍ରା 2ରୁ 3 ଡିଗ୍ରୀ ଖସିଯିବ। ସେହିଭଳି 15 ତାରିଖ ଯାଏଁ ଘନ କୁହୁଡ଼ି ରହିବ। ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହିତ 17 ଓ 18 ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।